ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ ଇସ୍ରାଏଲ ଦେଶରେ ଗୁଡ୍ ଫ୍ରାଇଡ଼େ କେମିତି ପାଳନ କରାଯାଏ ତାର ଏକ ପ୍ରୋସେସନ୍ ମୁଁ ଆପଣଙ୍କୁ ଦେଖାଇବି। କିନ୍ତୁ ତା ପୂର୍ବରୁ ଆଉ କିଛି ବିଷୟ ମୁଁ ଆପଣଙ୍କୁ ଦେଖିବା ପାଇଁ ଚାହେଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଯେତିକି ଗୁରୁତ୍ୱପୂର୍ଣ୍ଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁଭୋଗ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଆଜିର ଭିଡ଼ିଓରେ ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁଭୋଗ ଦିବସକୁ କେମିତି ପାଳନ କରାହେଉଛି ଇସ୍ରାଏଲ ଦେଶରେ, ତାହା ଆମେମାନେ ଦେଖିବା। ତେଣୁ ପ୍ରିୟ ବନ୍ଧୁଗଣ, ଆପଣମାନେ ଏହି ଭିଡ଼ିଓକୁ ଦେଖୁଥାନ୍ତୁ। ଆଉ ଏହି ଭିତରେ ମୁଁ ପବିତ୍ର ଧର୍ମଶାସ୍ତ୍ରର ଗୋଟେ ଅଂଶ ମୁଁ ପାଠ କରିବି, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁଭୋଗ ସହିତ ଜଡ଼ିତ ଅଟେ। ତେବେ ପ୍ରିୟ ବନ୍ଧୁଗଣ, ମାଥ୍ୟୁ ଲିଖିତ ସୁସମାଚାର ତାର 27 ପର୍ବର 24 ପଦରୁ 26 ପଦ ଯାକେ ପ୍ରଥମେ ପଢ଼ିବା। ଏଠି ଏମିତି ଲେଖାଯାଏ, ଏଣୁ ପିଲାତ ଯେତେବେଳେ ଦେଖିଲେ ଯେ ସେ କିଛି କରିପାରୁନାହାନ୍ତି, ବରଞ୍ଚ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ଜଳ ଘେନି ଲୋକସମୂହ ସାକ୍ଷାତରେ ହସ୍ତ ପ୍ରକ୍ଷାଳନ କରି କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମେମାନେ ତାହା ବୁଝ। ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ। ସେଥିରେ ସେ ସେମାନଙ୍କ ନିମନ୍ତେ ବାରବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶୀୟ ମୃତ୍ୟୁଭୋଗ ନିମନ୍ତେ ସମର୍ପଣ କରାଗଲା। ଆଉ ଲୋକମାନେ କ'ଣ କହୁଛନ୍ତି? ଏହାର ଅପରାଧ ଆମ ଉପରେ ବର୍ତ୍ତୁ, ଆମର ପିଲାମାନଙ୍କ ଉପରେ ବର୍ତ୍ତୁ। ମାନେ ଏଇଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଲୋକମାନଙ୍କର, ଜନସାଧାରଣଙ୍କର କେମିତି ଘୃଣା ଭାବନା ଚରମ ସୀମାରେ କେମିତି ପହଞ୍ଚିଥିଲା। ଏଇଥିରୁ ଆପଣ ଅନୁମାନ କରିପାରୁଥିବେ। ତାପରେ ଯୀଶୁଙ୍କ କ୍ରୁଶ ବିଧ ବିଷୟରେ ଯଦି ପଢ଼ିବା ପାଇଁ ଚାହୁଁଛନ୍ତି, 32 ପଦରୁ ଯଦି ଆପଣ ପଢ଼ିବେ, ସେଠି ଲେଖା ଅଛି ସେମାନେ ବାହାରିବା ସମୟରେ ସିମୋନ ନାମକ ଜଣେ କୁରିନୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବହିବା ପାଇଁ ତାଙ୍କୁ ବାଧ୍ୟ କଲେ। ଆଉ ସେମାନେ ଗୋଲଗଥା ନାମକ ସ୍ଥାନ, ଅର୍ଥାତ୍ ଯାହାକୁ କପାଳ ସ୍ଥଳ ବୋଲି କହନ୍ତି, ସେଠାରୁ ଉପସ୍ଥିତ ହୋଇ ତାହାଙ୍କୁ ପିତ ମିଶ୍ରିତ ଦ୍ରାକ୍ଷାରସ ପାନ କରିବାକୁ ଦେଲେ। ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ। ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ର ସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ମଧ୍ୟରେ ଭାଗ କରିନେଲେ। ପୁଣି ସେଠାରେ ବସି ତାହାଙ୍କୁ ଜଗି ରହିଲେ। ଆଉ ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗ ପତ୍ର ଲେଖି ଲଗାଇ ଦେଲେ, ଏ ଯିହୁଦୀମାନଙ୍କର ରାଜା ଯୀଶୁ। ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ସ୍କ୍ରିନ୍ରେ ଆପଣ ଯାହା ଦେଖୁଛନ୍ତି, ଏଥିରେ ଗୋଟିଏ ବିଷୟ ମୁଁ କହିବା ପାଇଁ ଚାହେଁ। ଏଠାରେ ଯେଉଁ ଗୁଡ୍ ଫ୍ରାଇଡ଼େ ପାଳନ କରାଯାଏ ଇସ୍ରାଏଲ ଦେଶରେ, ଆଉ ଏମିତି ଭାବରେ ଲୋକମାନେ ଡ୍ରେସ୍ କୋଡ଼୍ ସବୁ ରହିଅଛି। ଆଉ ଏମାନେ କୌଣସି ଚର୍ଚ୍ଚର ପାଦ୍ରୀ ହୋଇପାରନ୍ତି କିମ୍ବା ଯାଜକ ହୋଇପାରନ୍ତି। ସମସ୍ତଙ୍କର ଡ୍ରେସ୍ କୋଡ଼୍ ରହିଅଛି, କାହାର ଧଳା, କାହାର ନାଲି, କାହାର କଳା, ଏମିତି। ତେବେ ଚାଲନ୍ତୁ ଆମେ ଆଗକୁ ଯିବା। ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏପରି 2 ଜଣ ଡକାଇ ତାଙ୍କ ସହିତ କ୍ରୁଶରେ ଚଢ଼ାଗଲେ। ଆଉ ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ରେ ମନ୍ଦିର ଭଗ୍ନକାରୀ ଓ 3 ଦିନରେ ତାହା ନିର୍ମାଣ କରି, ତୁ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଆମକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇଆ। ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀୟ ପ୍ରାଚୀନ ବର୍ଗଙ୍କ ସହିତ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁନାହିଁ। ସେ ପରା ଇସ୍ରାଏଲ ରାଜା, ସେ ଏହି କ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମେମାନେ ତାହାଠାରେ ବିଶ୍ୱାସ କରିବା। ସେ ଈଶ୍ୱରଙ୍କ ଉପରେ ନିର୍ଭର କରେ। ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହେଲେ ଏହି କ୍ଷଣି ତାହାଙ୍କୁ ରକ୍ଷା କରନ୍ତୁ। ସେ ତ କହିଥିଲା, ମୁଁ ଈଶ୍ୱରଙ୍କ ପୁତ୍ର। ପୁଣି
ଯେଉଁ ଡକାୟତମାନେ ତାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ତାପରେ ଆମେ ଦେଖୁଛୁ ଯୀଶୁଙ୍କର ମୃତ୍ୟୁ ଦେଖୁଛୁ, ଯେଉଁଟାକି 45 ପଦରେ ଲେଖା ଅଛି। ଏଠି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ହେଉଛି। ପରେ 12 ଘଣ୍ଟା ଠାରୁ 3 ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘଟିଗଲା। ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସବକ୍ଥାନି, ଅର୍ଥାତ୍ ହେ ମୋର ଈଶ୍ୱର ତୁମେ ମୋତେ କାହିଁକି ପରିତ୍ୟାଗ କଲ। ଏହା ଶୁଣି ଏଇଠି ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଆଉ ଏଠାରେ କିଛି ଲୋକଙ୍କର ଡ୍ରେସ୍ କୋଡ଼୍ ଧଳା ରହିଅଛି। ମୁଁ ଆପଣଙ୍କୁ କହିଥିଲି ଧଳା ଅଛି, କଳା ଅଛି, ଲାଲି ଅଛି, ସବୁ ଆପଣ ଦେଖିବେ। ଇସ୍ରାଏଲ ଦେଶରେ ଏମିତି ପାଳନ କରାଯାଏ ଗୁଡ୍ ଫ୍ରାଇଡ଼େ। ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନ ମଧ୍ୟରୁ କେହି କହିଲେ, ଏ ଲୋକ ଏଲିୟଙ୍କୁ ଡାକୁଅଛି। ଆଉ ସେହି କୁନି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ଯାଇ ଗୋଟେ ସ୍ପଞ୍ଜ କିଣି ତା ଅମ୍ଳ ରସରେ ପୂର୍ଣ୍ଣ କଲା, ଆଉ ତା ଖଣ୍ଡିଏ ନଳୀରେ ଲଗାଇ ତାକୁ ପାନ କରିବାକୁ ଦେଲା। କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ ଦେଖିବା। କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ୱରରେ ଡାକି ପ୍ରାଣ ତ୍ୟାଗ କଲେ। ପୁଣି ଦେଖ, ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି 2 ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା, ଆଉ ଶୈଳ ସବୁ ବିଦୀର୍ଣ୍ଣ ହେଲା। ପୁଣି ସମାଧି ସମ ଉନ୍ମୁକ୍ତ ହେଲା, ଓ ମହାନିଦ୍ରାଗତ ଅନେକ ସାଧୁ ଲୋକଙ୍କ ଶରୀର ଉତ୍ଥାପିତ ହେଲା। ପୁଣି ତାହାଙ୍କ ଉତ୍ଥାନ ଉତ୍ତାରେ ସେମାନେ ସମାଧିରୁ ବାହାରି ପୁଣ୍ୟ ନଗରରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ। ଶତସେନାପତି ଓ ତାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ, କହିଲେ, ସତ୍ୟ ଏ ଈଶ୍ୱରଙ୍କ ପୁତ୍ର ଥିଲେ। ଆଉ ଅନେକ ସ୍ତ୍ରୀ ଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ। ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲିରୁ ତାହାଙ୍କ ସଙ୍ଗରେ ଆସିଥିଲେ। ସେମାନଙ୍କ ମଧ୍ୟରେ ମଗଦଲିନୀ ମରିୟମ, ଯାକୁବ ଓ ଯୋସେଫଙ୍କ ମାତା ମରିୟମ, ପୁଣି ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ। ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁଭୋଗ ବିଷୟରେ ଏମିତି ଲେଖା ଅଛି ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ, ଯାହା ଆମେମାନେ ପଢ଼ିଲୁ। କିନ୍ତୁ ଆଜି ଆମେମାନେ ଦେଖୁଅଛୁ ବିଭିନ୍ନ ଦେଶ ବିଦେଶରେ ଲୋକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି କ୍ରୁଶୀୟ ମୃତ୍ୟୁଭୋଗକୁ ସେମାନେ ପାଳନ କରି ଆସୁଛନ୍ତି। ହଁ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁଭୋଗକୁ ସେମାନେ ଏମିତି ପାଳନ କରି ଆସୁଅଛନ୍ତି। ଆଜି ଏଠାରେ ଆମେ ଦେଖୁଅଛୁ, ଆଉ ଏମାନଙ୍କର ଡ୍ରେସ୍ କୋଡ଼୍ ହେଉଛି କଳା, ଯେଉଁଟା ଆପଣ ପୂର୍ବରୁ ଦେଖିଲେ। ଆଉ କେଉଁମାନଙ୍କର ଧଳା, କେଉଁମାନଙ୍କର ଲାଲି, ସମସ୍ତଙ୍କର ଗୋଟେ ଗୋଟେ ର୍ୟାଙ୍କିଂ ରହିଅଛି, ପଦବୀ। ମାନେ ଏମାନଙ୍କର ସମସ୍ତଙ୍କର ପଦବୀ ସବୁ ଅଲଗା ଅଲଗା। ଧଳା ଡ୍ରେସ୍ କୋଡ଼୍ ଯେଉଁମାନଙ୍କର ତାଙ୍କର ପଦବୀ ଅଲଗା, ଯେଉଁମାନଙ୍କର କଳା ତାଙ୍କର ପଦବୀ ଅଲଗା। ଏଠି ଦେଖନ୍ତୁ, ଧଳା ଡ୍ରେସ୍ ପିନ୍ଧିଥିବା ଯାଜକମାନେ ବା ଆପଣ କହିପାରିବେ ଚର୍ଚ୍ଚର ଉପାସକମାନେ, ଯେଉଁମାନେ ଚର୍ଚ୍ଚରେ ସର୍ଭିସ୍ କରନ୍ତି ବା ସେବା କାର୍ଯ୍ୟ କରନ୍ତି, ତାଙ୍କର ଡ୍ରେସ୍ କୋଡ଼୍ ଏମିତି। ଆଉ ଏମାନେ ଜେରୁସାଲେମ ସହରକୁ ମାନେ ପରିକ୍ରମା କରିବେ। ଆପଣ ଦେଖିପାରୁଥିବେ, ଏମାନେ ପୁରା ଜେରୁସାଲେମ ସହରକୁ ପରିକ୍ରମା କରିବେ। ଆଉ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ଗାଇ ଏମାନେ କ'ଣ କରିବେ? ପରିକ୍ରମା କରିବେ। ଏମାନଙ୍କ ଡ୍ରେସ୍ କୋଡ଼୍ ଅଲଗା, ଧଳା ଏବଂ ଲାଲି। ଆଉ ଏମାନେ ଟିକେ ବୈଜ୍ୟେଷ୍ଠ ଆପଣ ଦେଖିପାରୁଥିବେ। ଆଉ ଏମାନଙ୍କର ର୍ୟାଙ୍କିଂ ଅଲଗା, ର୍ୟାଙ୍କ ନମ୍ବର 1, ର୍ୟାଙ୍କ ନମ୍ବର 2 ଏବଂ 3 ଏମିତି। ତାପରେ ଏହାଙ୍କ ଉପରେ ଆଉ କିଏ ଅଛନ୍ତି ମୁଁ ଜାଣେ ନାହିଁ। ହୋଇପାରେ ଏହାଙ୍କ ଉପରେ ପୋପ୍ ଥାଇପାରନ୍ତି। ଆଉ ଇଏ ହେଉଛି ଆଜିର ଗୁଡ୍ ଫ୍ରାଇଡ଼େ। ଇସ୍ରାଏଲ ଦେଶରେ ଏମିତି ପାଳନ କରାଯାଏ ଗୁଡ୍ ଫ୍ରାଇଡ଼େ, ଆପଣମାନେ ଦେଖନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ମୁଁ ଆପଣଙ୍କୁ ପୁରା ପ୍ରୋସେସନ୍ ମୁଁ ଦେଖାଇବି କେମିତି ପ୍ରୋସେସନ୍ କରାଯାଏ ଇସ୍ରାଏଲ ଦେଶରେ। ତେଣୁ ଭିଡ଼ିଓକୁ ଆପଣ ଦେଖୁଥାନ୍ତୁ। ଆମେମାନେ ଦେଖିବା ଗୋଟେ ଗ୍ରାଣ୍ଡ ପ୍ରୋସେସନ୍, କେମିତି ଗୀତ ଗାଇକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶକୁ ବହନ କରିକି କେମିତି ଏମାନେ ପରିକ୍ରମା କରନ୍ତି, ମାନେ ଚାରିଆଡ଼େ ଏମାନେ ବୁଲନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଆମେମାନେ ସେଇ ପ୍ରୋସେସନ୍କୁ ଆମେମାନେ ଦେଖିବା। ତେବେ ଚାଲନ୍ତୁ ଭିଡ଼ିଓକୁ ଆମେମାନେ
ଆରମ୍ଭ କରିବା। هاتي يلا اخر واحدة هاتها، هاتها اخر واحدة يلا، هاي هاتها بالابيض، هاتها وانا باصلي حرام كانت، هاتها حرام هاي بالدراج بالابيض واصلة كانت جنبك هذه، ايوه كانت واصلة كم ତେବେ ପ୍ରିୟ ବନ୍ଧୁଗଣ, ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ରଖନ୍ତୁ। ପୁଣି ଥରେ ଭେଟ ହେବା ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓର ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର।